ହ୍ୟାଲୋ ଫ୍ରେଣ୍ଡସ୍, ମୁଁ ବିକାଶ ପୁଣି ଥରେ ସିରିଜ୍ ଏଜୁକେସନରେ ସ୍ୱାଗତ କରୁଛି। ଆଜି ଆମେ ପଢ଼ିବା ସେଇ +3 ସେକେଣ୍ଡ ସେମିଷ୍ଟାରର କମ୍ପଲସରି ସବଜେକ୍ଟ ଯାହାକି ଓଡ଼ିଆ AECC2 ହେଲା। ପୂର୍ବରୁ 4ଟା ଭିତରେ ପେଜ୍ 4 ଆଲୋଚନା ହେଇଛି, ଆଜି ପେଜ୍ ନମ୍ବର 5ରେ ଆଲୋଚନା ହେବ। ଓକେ, ଦେଖ ଫାଷ୍ଟର ନାଁ ହେଲା ଭାଷା। 3ରେ ସମକାଳୀନ ଓ ବର୍ଣ୍ଣନାତ୍ମକ ଭାଷା ବିଜ୍ଞାନ। 4ରେ ଭାଷା କାଳକ୍ରମ ବିଜ୍ଞାନ ଓ କାଳାନୁକ୍ରମିକ ଭାଷା ବିଜ୍ଞାନ। 5 ହେଲା ଭାଷା ଭିତ୍ତିକ ପ୍ରାଗୈତିହାସିକ ଅନୁସନ୍ଧାନ ଓ କାଳାନୁକ୍ରମିକ। VIରେ ଦେଇଛି ଲିପି ବିଜ୍ଞାନ ଓ କାଳାନୁକ୍ରମିକ ଭାଷା ବିଜ୍ଞାନ। V2Iରେ ଦେଇଛି ବ୍ୟୁତ୍ପତ୍ତି ବିଜ୍ଞାନ ଓ କାଳାନୁକ୍ରମିକ ଭାଷା ବିଜ୍ଞାନ। V3Iରେ ଦେଇଛି ତୁଳନାତ୍ମକ ଭାଷା ବିଜ୍ଞାନ ଓ କାଳାନୁକ୍ରମିକ ଭାଷା ବିଜ୍ଞାନ। ପିଲାମାନେ ଦେଖ, ଯଦି ମୋ ଆବାଜ ଆପଣଙ୍କୁ ଭଲ ଲାଗୁନଥାଏ ତାହେଲେ ଆପଣ ଭିଡ଼ିଓଟିକି ଷ୍ଟପ୍ କରିକି ମଧ୍ୟ ପଢ଼ିପାରିବେ। ଓକେ, କରେ ତୁଳନାତ୍ମକ ଭାଷା ବିଜ୍ଞାନ। ତୁଳନାତ୍ମକ ଭାଷା ବିଜ୍ଞାନରେ ଏକାଧିକ ବିଭିନ୍ନ ଭାଷାର ସୃଷ୍ଟି, ବିକାଶ ଓ ପ୍ରଭୃତିର ତୁଳନାତ୍ମକ ଅଧ୍ୟୟନ କରାଯାଇଥାଏ। ଗୋଟିଏ ଭାଷାର ବିଭିନ୍ନ ସମୟର ପ୍ରକୃତିକୁ ମଧ୍ୟ ତୁଳନା କରାଯାଇଥାଏ। ଏକ ଭାଷାର ଦୁଇଟି ବିଭିନ୍ନ ସ୍ତରରେ ବା ବିଭିନ୍ନ ଭାଷାର ଏକ ସ୍ତରର ତୁଳନା ମଧ୍ୟ କରାଯାଇଥାଏ। ଏ ପ୍ରକାରର ଅଧ୍ୟୟନ ସଂସ୍କୃତ, ଲାଟିନ୍ ଓ ଗ୍ରୀକ୍ ଭାଷା ମଧ୍ୟରେ ବଂଶଗତ ସମ୍ପର୍କ ଥିବା ପ୍ରସଙ୍ଗରେ ଆଲୋଚନା କରିପାରିଅଛି। ଉଦାହରଣ ସ୍ଥଳରେ ଆମେ ଆଧୁନିକ ଓଡ଼ିଆ ଭାଷାର ତୁଳନା କରାଯାଇପାରେ। ଏକ ସମୟର ଓଡ଼ିଆ, ହିନ୍ଦୀ, ବଙ୍ଗଳା, ଆସାମୀ ଭାଷାମାନଙ୍କ ମଧ୍ୟରେ ତୁଳନା କରାଯାଇପାରେ। ବର୍ଣ୍ଣନାତ୍ମକ ଭାଷା ବିଜ୍ଞାନ। ସାମ୍ପ୍ରତିକ ସମୟର ସର୍ବାଧିକ ଜନପ୍ରିୟ ଭାଷା ବିଚାର ବିଭାଗ ଭାବେ ବର୍ଣ୍ଣନାତ୍ମକ ଭାଷା ବିଜ୍ଞାନ ସୁପ୍ରସିଦ୍ଧ। ଏହାଦ୍ୱାରା ଭାଷାର ବାହ୍ୟ ରୂପ ଓ ନିର୍ମାଣ ପଦ୍ଧତି ବା ରୀତି ଉପରେ ସୂକ୍ଷ୍ମ ଅଧ୍ୟୟନ କରାଯାଇଥାଏ। ଏଥିରେ ଅର୍ଥ ବିସ୍ତାର ସମ୍ପୃକ୍ତ ନୁହେଁ, ବରଂ ଶବ୍ଦ ଗଠନ ପ୍ରକ୍ରିୟା ସହିତ ସମ୍ବନ୍ଧିତ ହୋଇଥାଏ। ଅର୍ଥାତ୍ ଭାଷାର ଉଚ୍ଚାରିତ ରୂପ ଉପରେ ଗୁରୁତ୍ୱାରୋପ ଦିଆଯାଇ ବର୍ଣ୍ଣନାତ୍ମକ ବା ଭାଷା ବିଜ୍ଞାନ ଅନୁଯାୟୀ ଭାଷାର ଲିଖିତ ରୂପ ଅନିର୍ଦ୍ଦିଷ୍ଟ ଓ ମୂର୍ତ୍ତ, କିନ୍ତୁ ଉଚ୍ଚାରିତ ରୂପ ଅଚିର ଜୀବନ୍ତ। ଧ୍ୱନି ବିଜ୍ଞାନ, ଧ୍ୱନିଗ୍ରାମ ବିଜ୍ଞାନ, ପଦ ବିଜ୍ଞାନ ଓ ବାକ୍ୟ ବିଜ୍ଞାନ ନାମରେ ଏହାର 4ଗୋଟି ମହତ୍ତ୍ୱପୂର୍ଣ୍ଣ ବିଭାଗ ରହିଅଛି। କଣ କହୁଛନ୍ତି ଅପେକ୍ଷା କିପରି କରୁଛନ୍ତି ତାହା ଏଠାରେ ମୁଖ୍ୟ ବିଷୟ। ଆନନ୍ଦର କଥା କି ପୃଥିବୀର ସମସ୍ତ ଭାଷା ମଧ୍ୟରୁ ସର୍ବପ୍ରଥମେ ସଂସ୍କୃତରେ ବର୍ଣ୍ଣନାତ୍ମକ ଭାଷା ବିଜ୍ଞାନ ଅଧ୍ୟୟନ ହୋଇଛି, ଯାହାର ପ୍ରତିଷ୍ଠାତା ପାଣିନି ଏବଂ ତାଙ୍କର ଅଷ୍ଟାଧ୍ୟାୟୀ ଗ୍ରନ୍ଥ ଏକ ସମ୍ବନ୍ଧିତ ସଫଳତମ ଦୃଷ୍ଟାନ୍ତ ଅଟେ। ଐତିହାସିକ ଭାଷା ବିଜ୍ଞାନ ବା ହିଷ୍ଟୋରିକାଲ ଲିଙ୍ଗୁଇଷ୍ଟିକ୍ସ। ଐତିହାସିକ ଭାଷା ବିଜ୍ଞାନରେ କୌଣସି ଭାଷାର ବିଭିନ୍ନ କାଳରେ ବା ସମୟ ହୋଇଥିବା ଧାରାବାହିକ ବା ପ୍ରାକୃତିକ ପରିବର୍ତ୍ତନ, ଗତି ଓ ବିକାଶର ବିଶ୍ଳେଷଣାତ୍ମକ ଅଧ୍ୟୟନ କରାଯାଇଥାଏ, ଯଦ୍ୱାରା ଭାଷାର ରୂପ, ଧ୍ୱନି, ଅର୍ଥ ପରିବର୍ତ୍ତନ ସହିତ ପାରିବାରିକ ଏବଂ ଆକୃତିଗତ ବର୍ଗୀକରଣ ଉପରେ ଗୁରୁତ୍ୱାରୋପ କରାଯାଇଥାଏ। ଏହି ଭାଷା ବିଜ୍ଞାନ ମାଧ୍ୟମରେ ଉଭୟ ଭାଷା ଏବଂ ଭାଷୀମାନଙ୍କର ସାମାଜିକ ଓ ସାଂସ୍କୃତିକ ଜୀବନଧାରା ସହ ଭାଷାର ବିକାଶର ସମ୍ପର୍କ ମଧ୍ୟ ଆଲୋଚିତ ହୋଇଥାଏ, ଯାହା ପାଇଁ ତୁଳନାତ୍ମକ ଭାଷା ବିଜ୍ଞାନ ସହାୟତା ଲୋଡ଼ାଯାଏ। ଏହି ହେତୁରୁ ଐତିହାସିକ ତୁଳନାତ୍ମକ ଭାଷା ବିଜ୍ଞାନ ଘନିଷ୍ଠ ସମ୍ପର୍କ ରହିଅଛି। ଏଇଠି ଭିଡ଼ିଓଟି ସରିଯାଇଛି। ଜୟ ଜଗନ୍ନାଥ।
ଭିଡ଼ିଓଟି ଭଲ ଲାଗିଥିଲେ ଲାଇକ୍, ସେୟାର ଏବଂ କମେଣ୍ଟ କରିବେ ଏବଂ ମୋର ଯାହା ଭୁଲ ଅଛି କମେଣ୍ଟ ମାଧ୍ୟମରେ ମୋତେ ଜଣାଇବେ। ଓକେ, ଜୟ ଜଗନ୍ନାଥ।